ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ। ଆମମାନେ ସମସ୍ତେ ପ୍ରଭୁଙ୍କର ସେଇ ଜୀବନ୍ତ ବାକ୍ୟକୁ ଶୁଣିବା। ଆଉ ମୋର ଟପିକ୍ ହେଉଛି ଦ ଗଡ୍ ଅଫ୍ ରେଷ୍ଟୋରେସନ୍। ପ୍ରଭୁ ଯେ ଆମମାନଙ୍କର ଉଦ୍ଧାରକର୍ତ୍ତା ପରମେଶ୍ୱର, ଆଉ ସେ ଆମମାନଙ୍କର ପ୍ରତିଟି ଯାହା ଆମମାନଙ୍କର ଜୀବନରୁ ଚାଲିଯାଇଛି ତାହା ଫେରାଇବା ପରମେଶ୍ୱର। ଆମମାନେ ପଢ଼ିବା ଆଉ ଯୋହନ ତାର 10 ପର୍ବ 10 ପଦ। ଯୋହନ 10 ପର୍ବ 10 ପଦରେ ଏପରି ଲେଖାଯାଏ, ଚୋର କେବଳ ଚୋରି, ବୋଧ ଓ ବିନାଶ କରିବା ନିମନ୍ତେ ଆସେ। ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଜୀବନ ପାଆନ୍ତି, ଏଥି ନିମନ୍ତେ ମୁଁ ଆସିଅଛି। ପ୍ରଭୁ ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟ କହେ, ଚୋର କେବଳ ଚୋରି ଆଉ ବିନାଶ ପାଇଁ ଆସିଥାଏ, କିନ୍ତୁ ସଦାପ୍ରଭୁ ଆମମାନଙ୍କୁ ପ୍ରଚୁର ଜୀବନ ଦେବା ପାଇଁ ଆସିଅଛନ୍ତି। ଆଉ ସିଏ ଆମମାନଙ୍କୁ ଚାହାନ୍ତି ଆମମାନେ ଯେ ଅନନ୍ତ ଜୀବନ ପାଉ। ଆମମାନେ ଏଇ ଜଗତରେ ଥିବା ସମୟରେ ମଧ୍ୟ ସେ ଆମମାନଙ୍କ ପାଇଁ ଅନେକ ବିଷୟ ସାଧନ କରିଅଛନ୍ତି। ଆମମାନଙ୍କର ଜୀବନରେ ସେ ଅନେକ ଆଶୀର୍ବାଦ ମଧ୍ୟ କରିଅଛନ୍ତି। ଆଉ ତାଙ୍କର ସେଇ ମଙ୍ଗଳ ଦୟା ଗୁଡ଼ିକ ଅନେକ ଅଟେ। ପ୍ରଭୁ ଯେ ପରମେଶ୍ୱର, ଯିଏ ଆମମାନଙ୍କ ଜୀବନରେ ଯାହା ହଜିଯାଇଛି ତାହା ଖୋଜି ରକ୍ଷା କରିବା ପାଇଁ ଆସିଛନ୍ତି। ଆମମାନଙ୍କର ଜୀବନ ସହିତ ଆମମାନଙ୍କର ଜୀବନର ଦୁଃଖ, କ୍ଲେଶ, ଅନାଟନ, ଅଭାବର ପରିସ୍ଥିତିକୁ ବଦଳାଇବା ପାଇଁ ଆସିଛନ୍ତି। ସିଏ ଆମମାନଙ୍କୁ ରୋଗରୁ ସୁସ୍ଥ କରିବା ପରମେଶ୍ୱର। ସିଏ ଆମମାନଙ୍କର ସଙ୍କଟ ସମୟରେ ଆମମାନଙ୍କର ସାହାଯ୍ୟକାରୀ ପରମେଶ୍ୱର। ଆଉ ଆମମାନେ ସବୁବେଳେ ପ୍ରଭୁଙ୍କଠାରେ ନିର୍ଭର ଭରସା ରଖୁ, କାରଣ ସିଏ ଆମମାନଙ୍କୁ ସାହାଯ୍ୟ କରନ୍ତି। ଆମମାନେ ଯଦି ଦେଖିବା ଜେରେମିୟ ତାର 30 ପର୍ବ 17 ପଦରେ ଏପରି ଲେଖା ଅଛି, ଆମ୍ଭେ ତୁମକୁ ପୁନର୍ବାର ଆରୋଗ୍ୟ କରିବା ଓ ଆମ୍ଭେ ତୁମର ଘା ସବୁ ସୁସ୍ଥ କରିବା, କାରଣ ସେମାନେ ତୁମ୍ଭକୁ ଦୂରୀକୃତ ବୋଲି ଡାକି କହନ୍ତି, ଏ ସିଓନ, ଏହାକୁ କେହି ଚାହେଁ ନାହିଁ। ଆମେନ୍ ଆମେନ୍। ପ୍ରଭୁ ପରମେଶ୍ୱର ଆମମାନଙ୍କୁ ଏହି କଥା କହନ୍ତି ବାକ୍ୟ ଦ୍ୱାରା, କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ତୁମର ପୁନର୍ବାର ଆମ୍ଭେ ତୁମକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା। ପୁନର୍ବାର ଆମେ ସମସ୍ତେ ଏହି ଜୀବନ ମଧ୍ୟରେ ଅନେକ ଥର ଅସୁସ୍ଥ ହୋଇଛୁ, କାରଣ ଏହି ଶରୀରରେ ରୋଗ ତ ରହିଥିବ, କାରଣ ଏହି ଶରୀର ମାଟି ଦ୍ୱାରା ଆଉ ଗଢ଼ା। ପ୍ରଭୁ ଆମମାନଙ୍କୁ ଗଢ଼ିଛନ୍ତି ଏହି ଜାଗତିକ ଶରୀର, ମାଂସ ବିଶିଷ୍ଟ ଶରୀରରେ ରୋଗ ଆସେ, ଆଉ କଷ୍ଟ ଆସେ, ଯନ୍ତ୍ରଣା ଆସେ, କିନ୍ତୁ ପ୍ରଭୁ କହନ୍ତି ଆମ୍ଭେ ତୁମକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା। ପୁନର୍ବାର ଅର୍ଥ ବାରମ୍ବାର ଆମ ଜୀବନରେ ଯେତେ ଥର ରୋଗ ଆସିବ ସେ ଆମମାନଙ୍କୁ ସୁସ୍ଥ କରିବା ପରମେଶ୍ୱର। ସେ ସାମର୍ଥ୍ୟ ପରମେଶ୍ୱର ଅଟନ୍ତି। ଆଉ ଯଦି ଆମମାନେ ବାକ୍ୟରେ ଦେଖିବା ଜେରେମିୟ 17:14 ସେଠାରେ ଲେଖା ଅଛି, ହେ ପ୍ରଭୁ, ମୋତେ ସୁସ୍ଥ କର, ତହିଁରେ ମୁଁ ସୁସ୍ଥ ହେବି। ମୋତେ ପରିତ୍ରାଣ କର, ତହିଁରେ ମୁଁ ପରିତ୍ରାଣ ପାଇବି, କାରଣ ତୁମ୍ଭେ ମୋର ପ୍ରଶଂସା ଭୂମି। ଏଠାରେ ଭାବବାଦୀ ପରମେଶ୍ୱର କହନ୍ତି, ମୋତେ ସୁସ୍ଥ କର, ତହିଁରେ ମୁଁ ସୁସ୍ଥ ହେବି। ମୋତେ ପରିତ୍ରାଣ କର, ତହିଁରେ ମୁଁ ପରିତ୍ରାଣ ପାଇବି, କାରଣ ତୁମ୍ଭେ ମୋର ପ୍ରଶଂସା ଭୂମି। ସେ ହିଁ ଆମମାନଙ୍କର ସୁସ୍ଥ କରିବା ପରମେଶ୍ୱର। ସେ ଯଦି ଚାହାନ୍ତି ଆମମାନଙ୍କୁ ସୁସ୍ଥ କରିଥାନ୍ତି। ସେ ଆରୋଗ୍ୟକାରୀ ସୁସ୍ଥକାରୀ ପରମେଶ୍ୱର ଅଟନ୍ତି। ତୁମ୍ଭେମାନେ ଆପଣମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର। କେହି ଜଣେ ପଢ଼ନ୍ତୁ। ସେବା କରିବ, ତହିଁରେ ସେ ତୁମ୍ଭମାନଙ୍କ ଅନନ୍ତ ଜଳରେ ଆଶୀର୍ବାଦ କରିବେ, ପୁଣି ଆମ୍ଭେ ତୁମ୍ଭ ମଧ୍ୟରୁ ରୋଗ ଦୂର କରିବା।
ଆମେନ୍ ଆମେନ୍। ଆମେ ଯେତେବେଳେ ତାଙ୍କର ସେବା କରିବା ଆଉ ଯେତେବେଳେ ତାଙ୍କରି ପଥରେ ଚାଲିବା ସେତେବେଳେ ସେ ଆମମାନଙ୍କୁ ସୁସ୍ଥ କରନ୍ତି। ଆଉ ସେ ଆମମାନଙ୍କୁ ସୁସ୍ଥ କରିବା ପାଇଁ ପ୍ରମିସ୍ ମଧ୍ୟ କରିଛନ୍ତି, କାରଣ ସିଏ ଯେ ଆରୋଗ୍ୟକାରୀ ସୁସ୍ଥକାରୀ ପରମେଶ୍ୱର। ଆଉ ଯଦି ଆମେ ବାଇବଲରେ ଦେଖୁ ସେଇ ମାର୍କ 5:25 ସେ ପ୍ରଦର ରୋଗାଗ୍ରସ୍ତ ସ୍ତ୍ରୀ ବିଷୟରେ, ସେ ଯେ ଦୀର୍ଘ 12 ବର୍ଷ ଧରି ରୋଗରେ ଆକ୍ରାନ୍ତ ଥିଲା, ସଂଘର୍ଷ କରୁଥିଲେ, କିନ୍ତୁ ପ୍ରଭୁ ତାଙ୍କୁ ସୁସ୍ଥ କରିଥିଲେ। ଆଉ ସେଇ ସମୟରେ ଜିହୁଦୀମାନଙ୍କର ସେଇ ସମୟରେ କୌଣସି ପ୍ରକାର ଏ ପ୍ରକାର ଅଶୁଚି ବିଶିଷ୍ଟ ସ୍ତ୍ରୀମାନେ ଯଦି ବାହାରକୁ ଆସନ୍ତି ସେମାନେ ତାକୁ ପଥର ଫୋପାଡ଼ନ୍ତି, ତାକୁ ଅନେକ ତାଡ଼ନା ଦେଇଥାନ୍ତି। କିନ୍ତୁ ସେ ସ୍ତ୍ରୀ ଲୋକଟେ ସେ ବିଶ୍ୱାସ କରିକି ପ୍ରଭୁଙ୍କ ନିକଟକୁ ଆସିଥିଲା ଆଉ ତାଙ୍କୁ ଛୁଇଁବା ମାତ୍ରେ ସେ ସୁସ୍ଥତା ପାଇଥିଲା ଦୀର୍ଘ 12 ବର୍ଷ। ଆଉ 12 ବର୍ଷ ଗୋଟେ ଛୋଟ ସମୟ ନୁହଁ। ତାର ସମସ୍ତ ସମ୍ପତ୍ତି, ସମସ୍ତ ସେ ଧନ ସମ୍ପତ୍ତି ସବୁକିଛି ସେ ସୁସ୍ଥ ହେବା ନିମନ୍ତେ ଖର୍ଚ୍ଚ କରିଥିଲେ, କିନ୍ତୁ ସେ ସୁସ୍ଥ ହେଇନଥିଲା। ପ୍ରଭୁ ଯେତେବେଳେ ପ୍ରଭୁ ଯୀଶୁଙ୍କୁ ସେ ଛୁଇଁଲା, ମନରେ ବିଶ୍ୱାସ କଲା ଯେ ସେ ନିଶ୍ଚିତ ମୋତେ ସୁସ୍ଥ କରିବେ, ଆଉ ସେ ଛୁଇଁବା ମାତ୍ରେ ସୁସ୍ଥତାକୁ ପାଇଥିଲା। ପ୍ରଭୁଙ୍କ ମହାନାମର ଧନ୍ୟବାଦ ହଉ। ପ୍ରଭୁ ଯେ ଆମମାନଙ୍କର ସୁସ୍ଥକାରୀ ଜିହୋଭା ରାଫା ପରମେଶ୍ୱର। ଆଉ ଏଇ ପ୍ରକାରେ ଆମମାନେ ରାଜାବଳୀ 5 ପର୍ବ, ଦ୍ୱିତୀୟ ରାଜାବଳୀ 20 ପର୍ବ 5 ପଦ ପଢ଼ିବେ। ଆମେନ୍ ଆମେନ୍ ଆମେନ୍। ଏଠାରେ ପ୍ରଭୁ ଯେ ସେଇ ହିଜକିୟ ଯାହାଙ୍କର ସେ ତାଙ୍କୁ କୁହାଯାଇଥିଲା ସେ ଯେଉଁ ଘାଟା ହେଇଛି ସେଇ ଘା ଦ୍ୱାରା ସେ ମୃତ୍ୟୁକୁ ପ୍ରାପ୍ତ ହେବେ, ସେ ସମୟରେ ହିଜକିୟ କ୍ରନ୍ଦନ କରିଥିଲେ। ଆଉ ସେ ପ୍ରଭୁ ତାଙ୍କର ସେ ଲୋତକ ଦେଖି ତାଙ୍କୁ ସୁସ୍ଥତା ଦେଇଥିଲେ। ଆଉ ପ୍ରଭୁ ସେ ଦୟାଳୁ ଅଟନ୍ତି। ଯେତେବେଳେ ଆମମାନେ ପ୍ରାର୍ଥନା କରୁ ଆଉ ସେ ଆମମାନଙ୍କୁ ଲୋତକ ଦେଖନ୍ତି ଆଉ ସେ ଆମମାନଙ୍କୁ ସୁସ୍ଥତା ମଧ୍ୟ ଦେଇଥାନ୍ତି। ଯେଉଁମାନେ ତାଙ୍କୁ ବିଶ୍ୱାସ କରନ୍ତି ସେ ତାଙ୍କୁ ସୁସ୍ଥତା ଦେଇଥାନ୍ତି। ଯେଉଁମାନେ ପ୍ରାର୍ଥନା କରନ୍ତି ସେ ତାଙ୍କୁ ସୁସ୍ଥତା ଦେଇଥାନ୍ତି। ସେ ଆମମାନଙ୍କର ସ୍ୱାସ୍ଥ୍ୟକୁ ଫେରାଇବା ପରମେଶ୍ୱର। ସେ ଆମମାନଙ୍କୁ ସୁସ୍ଥତା ଦେବା ପରମେଶ୍ୱର। ହି ୱିଲ୍ ରେଷ୍ଟୋର ଆୱାର ହେଲ୍ଥ। ତ ପ୍ରଭୁ ଆମମାନଙ୍କର ଆରୋଗ୍ୟକାରୀ ପରମେଶ୍ୱର ଅଟନ୍ତି। ଯାତ୍ରା 15:26 ଶେଷ ଭାଗରେ ଲେଖା ଅଛି, ଜିହୋଭା ରାଫା, ଆମ୍ଭେ ସଦାପ୍ରଭୁ ତୁମର ଆରୋଗ୍ୟକାରୀ। ଆଉ ସେ ଆମମାନଙ୍କର ଆରୋଗ୍ୟକାରୀ ପରମେଶ୍ୱର ଅଟନ୍ତି। ଆଉ ସେ ଆମମାନଙ୍କର ଯେତେ ବଡ଼ ରୋଗରେ ଥାଉ ନା କାହିଁକି ସେ ଆମମାନଙ୍କୁ ସୁସ୍ଥତା ଦେବା ପରମେଶ୍ୱର। ଆମମାନେ ବାଇବେଲରେ ଅନେକ ଆମମାନେ ଦେଖିପାରିବା ଯେଉଁଠି ପ୍ରଭୁ ସୁସ୍ଥତା ଦେଇଛନ୍ତି, ସୁସ୍ଥ କରିଛନ୍ତି। ସେ 38 ବର୍ଷର ରୋଗୀକୁ ସୁସ୍ଥ କରିଥିଲେ, ସେ ପକ୍ଷାଘାତ ରୋଗୀକୁ ସୁସ୍ଥ କରିଥିଲେ। ଆଉ ସେ କୁଷ୍ଠି 10 ଜଣ କୁଷ୍ଠିଙ୍କୁ ସୁସ୍ଥ କରିଥିଲେ। ସିଏ ହେଉଛନ୍ତି ସୁସ୍ଥକାରୀ ପରମେଶ୍ୱର, ଜିହୋଭା ରାଫା ପରମେଶ୍ୱର। ସିଏ ଆମମାନଙ୍କର ଆରୋଗ୍ୟକାରୀ, ଯିଏକି ଆମମାନଙ୍କୁ ସ୍ୱାସ୍ଥ୍ୟକୁ ସେ ଫେରାନ୍ତି। ଆମମାନେ ଯଦି ଆଜି ରୋଗରେ ଅଛୁ, ଆଜି ଯଦି ଆମମାନେ ଦୁର୍ବଳ ଅଛୁ, ଆଜି ଯଦି ଆମମାନେ କଷ୍ଟ ଯନ୍ତ୍ରଣାରେ ଅଛୁ, ତାହେଲେ ଆସୁ ଆମମାନେ ପ୍ରାର୍ଥନା କରିବା ଆଉ ପ୍ରଭୁ ଆମମାନଙ୍କର ସୁସ୍ଥତା ଦେବେ ଏବଂ ଆମମାନଙ୍କର ସ୍ୱାସ୍ଥ୍ୟକୁ ଫେରାଇବେ। ସେ ଆମମାନଙ୍କର ସ୍ୱାସ୍ଥ୍ୟକୁ ଫେରାଇବା ପରମେଶ୍ୱର। ଆଉ ଯଦି ଆମମାନେ ଦେଖିବା ଦ୍ୱିତୀୟ ରାଜାବଳୀ 4 ପର୍ବ 8 ପଦରୁ ଯଦି ଆମେ ଦେଖିବା, ସୁନେମିଆ ସେ ଇଲିଶାଙ୍କ ସମୟରେ ଭାବବାଦୀ ଇଲିଶା ସୁନେମିଆ ସ୍ତ୍ରୀଙ୍କର ପୁତ୍ରକୁ ସେ ସୁସ୍ଥ କରିଥିଲେ। ତାଙ୍କ ପୁତ୍ର ମରିଯାଇଥିଲେ,
ଆଉ ଏଲିଶା ତାଙ୍କୁ ଆଉ ଜୀବିତ କରିଥିଲେ। ପ୍ରଭୁଙ୍କର ଈଶ୍ୱରଙ୍କ ସାହାଯ୍ୟରେ ସେ ଜୀବିତ କରିଥିଲେ। ଆଉ ଦିନକର ଘଟଣା, ଆଉ ଯେତେବେଳେ ସୁନେମିଆଙ୍କର ଏଲିଶା ଯେତେବେଳେ କହିଲେ ସୁନେମିଆ ଯେ ତୁମର ଏଇ ଦେଶରେ 7 ବର୍ଷର ଦୁର୍ଭିକ୍ଷ ହେବାକୁ ଯାଉଛି, ଆଉ ତୁମେ ଆଉ କେଉଁ ଜାଗାକୁ ଯାଇକି 7 ବର୍ଷ ପରେ ପୁନର୍ବାର ଏଠିକି ଫେରିଆସ। ସେ ସମୟରେ ସୁନେମିଆ ତାଙ୍କର ସେଇ କଥାକୁ ଶୁଣି ସେଇ ଆଜ୍ଞାକୁ ପାଳନ କରି ସେ ପଲିଷ୍ଟି ଦେଶକୁ ଯାଇଥିଲେ ଏବଂ ସେଠି 7 ବର୍ଷ ରହିବା ପରେ ପୁନର୍ବାର ସେ ନିଜ ଦେଶକୁ ଫେରି ଆସିଥିଲେ। ଆଉ ସେ ସମୟରେ ସେ ଯେତେବେଳେ ଦେଖିଲେ ଯେ ତାଙ୍କର ସେଇ ଘର, ତାଙ୍କର ସବୁ ବିଷୟ ଆଉ କେହି ଜଣେ ଅଧିକାର କରିନେଇଛନ୍ତି, ଆଉ ସେ ସେତେବେଳେ ରାଜାଙ୍କ ପାଖକୁ ଯାଇଥିଲେ ନିଜର ଗୁହାରି ଜଣାଇବା ନିମନ୍ତେ ଏବଂ ନ୍ୟାୟ ପାଇବା ନିମନ୍ତେ। ସେହି ସମୟରେ ରାଜାଙ୍କ ନିକଟରେ ଏଲିଶାଙ୍କର ଶିଷ୍ୟ ଗିହେଜି, ଆଉ ସେ ସେଠାରେ ଗିହେଜି ସେ ସ୍ଥାନରେ ରହିଥିଲେ, ରାଜାଙ୍କ ସହିତ କଥାବାର୍ତ୍ତା କରୁଥିଲେ। ଆଉ ରାଜା ଗିହେଜିଙ୍କୁ ପଚାରୁଥିଲେ, ଆଉ ଏଲିଶା କ'ଣ କ'ଣ ସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛନ୍ତି। ଆଉ ଗିହେଜି ସେ ସମୟରେ ଏଲିଶାଙ୍କ ବିଷୟରେ ସବୁ ବର୍ଣ୍ଣନା କରିବାକୁ ଯାଇ ସୁନେମିଆ ସ୍ତ୍ରୀଙ୍କର ପୁଅକୁ ସେ ଜୀବନ ଦେଇଥିଲେ, ଜୀବନ ରକ୍ଷା କରିଥିଲେ ବୋଲିକି ଆଉ ସେ କହୁଥାନ୍ତି। ଏହି ସମୟରେ ଆଉ ଠିକ୍ ସେହି ସମୟରେ ହିଁ ସୁନେମିଆ ରାଜାଙ୍କ ନିକଟରେ ଉପସ୍ଥିତ ହେଲେ, ତାଙ୍କର ଗୁହାରି ନେଇକି ଯାଇଥିଲେ। ଆଉ ସେହି ସମୟରେ ଯେତେବେଳେ ଏଲିଶା ଗିହେଜି ସୁନେମିଆକୁ ଦେଖିଲେ, ସେ ସାଙ୍ଗେ ସାଙ୍ଗେ ରାଜାଙ୍କୁ କହିଲେ, ମହାରାଜ ଏଇ ସ୍ତ୍ରୀଙ୍କ ପ୍ରତି ହିଁ ଏଲିଶା ସେ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି। ଏହା ଗୋଟେ କୋଇନ୍ସିଡେଣ୍ଟ ଅଟେ ବା ଗୋଟେ ସଂଯୋଗ ଅଟେ ଯେ ସେହି ସମୟରେ ସୁନେମିଆ ସ୍ତ୍ରୀ ସେ ରାଜାଙ୍କ ନିକଟରେ ନ୍ୟାୟ ପାଇଁ ଯାଇଥିଲେ, ଆଉ ସେହି ସମୟରେ ହିଁ ଗିହେଜି ତାଙ୍କ ବିଷୟରେ କହିଲେ। ତତ୍ପରେ ଯେତେବେଳେ ସୁନେମିଆ ନିଜର ସମସ୍ତ ଦୁଃଖକୁ ଜଣେଇଲେ, ଆଉ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ଜଣେଇଲେ, ଆଉ ସମସ୍ତ ବିଷୟ ଶୁଣିବା ପରେ ରାଜା ସୁନେମିଆଙ୍କୁ ତାଙ୍କ ସହିତ ଜଣେ ତାଙ୍କର ରାଜକର୍ମଚାରୀକୁ ପଠାଇ ସେଇ ଯେଉଁ ଜମି, ଯେଉଁ ସବୁ ବିଷୟ ଅନ୍ୟ ଜଣେ ନେଇଯାଇଛନ୍ତି, ସେଥିରୁ ତାଙ୍କୁ ତାହା ଫେରାଇବା ନିମନ୍ତେ ଆଦେଶ ଦେଇଥିଲେ। ଆଉ ତା ସାଙ୍ଗରେ ଏଇ ବିଷୟ ମଧ୍ୟ ଆଦେଶ ଦେଇଥିଲେ, ଯେଉଁ 7 ବର୍ଷ ସେ ଯେଉଁ ଚାଷବାସ କରିଛନ୍ତି, ଯେଉଁ ସବୁ ବିଷୟ କରିଛନ୍ତି, ଏହା ମାନେ ଦ୍ୱିତୀୟ ରାଜାବଳୀ 8 ପର୍ବ 1 ପଦରୁ 6 ପଦରୁ ଆମେ ପାଇପାରିବା। ଆଉ ସେଇ ସମସ୍ତ ବିଷୟ ଯାହା ସେ ଫସଲ ଅମଳ କରିଥିଲେ, ସେ ସବୁ 7 ବର୍ଷର ସମସ୍ତ ବିଷୟକୁ ସେ ଫେରସ୍ତ ଦେବା ନିମନ୍ତେ ଆଦେଶ ଦେଇଥିଲେ। ଆଉ ସୁନେମିଆ ସେ ସମସ୍ତ ବିଷୟକୁ ପାଇଥିଲେ, ପୁନର୍ବାର ସେ ପାଇଥିଲେ। ପ୍ରଭୁ ଆମମାନଙ୍କର ଫେରାଇବା ପରମେଶ୍ୱର, ସେ କେବଳ ଯେ ଆମମାନଙ୍କର ସ୍ୱାସ୍ଥ୍ୟକୁ ଫେରାନ୍ତି ତାହା ନୁହଁ, ସେ ଆମମାନଙ୍କର ସମ୍ପତ୍ତି, ଆମର ୱେଲ୍ଥକୁ ଫେରାନ୍ତି। ଗଡ୍ ରେଷ୍ଟୋର୍ଡ ଆୱାର ୱେଲ୍ଥ। ଆମମାନଙ୍କର ସେ ସମ୍ପତ୍ତିର ସୁରକ୍ଷାଦାତା। ଏବଂ ଆମମାନେ ଯଦି ଆଜି କୌଣସି ଲୋକ ଆମେ ଯଦି କିଛି ଆମମାନେ ହରାଇଛୁ, ଆମମାନଙ୍କର ଧନ ସମ୍ପତ୍ତି ହଉ, କୌଣସି ଆମମାନଙ୍କ ଜୀବନର କିଛି ଏହି ପ୍ରକାର ବିଷୟ, ତାହେଲେ ପ୍ରଭୁ ଆଜି ଆମମାନଙ୍କୁ କହିବାକୁ ଚାହାନ୍ତି, ଆମେ ତୁମକୁ ସେ ସମସ୍ତ ବିଷୟ ଫେରାଇ ଦେବା। ଗଡ୍ ରେଷ୍ଟୋର୍ଡ ଆୱାର ୱେଲ୍ଥ। ସେଇ ରାଜା ଯଦି ସେଇ ସୁନେମିଆ ସ୍ତ୍ରୀଙ୍କର ଗୁହାରି ଶୁଣିକି 7 ବର୍ଷର ସମସ୍ତ ବିଷୟକୁ ଫେରାଇଥିଲେ, ତାହେଲେ ଆମମାନଙ୍କର ପରମେଶ୍ୱର ଯେ ରାଜାଧିରାଜ ପରମେଶ୍ୱର, ରାଜାମାନଙ୍କର ରାଜା ପରମେଶ୍ୱର, ସେ କେତେ ଅଧିକ ଆମମାନଙ୍କର ଏଇ ହଜିଯାଇଥିବା ବିଷୟ ଗୁଡ଼ିକ ବା ଆମଠାରୁ ଦୂରେଇ ଯାଇଛି, ସେସବୁ ବିଷୟକୁ ନ ଫେରାନ୍ତି। ଆମମାନେ କେବଳ ଆସୁ
ପ୍ରଭୁଙ୍କ ନିକଟରେ ଆମମାନଙ୍କର ପ୍ରାର୍ଥନା ରଖୁ। ଆଉ ପ୍ରଭୁ ଆମମାନଙ୍କର ସମସ୍ତ ହଜିଯାଇଥିବା ବିଷୟ ମଧ୍ୟ ଫେରାଇବେ ଆମମାନଙ୍କଠୁ। ଆଉ ଯଦି କେହି ଛଡ଼େଇ ନେଇଯାଇଛନ୍ତି ଆମମାନଙ୍କର ଧନ ସମ୍ପତ୍ତି, ପ୍ରଭୁ ଫେରାନ୍ତି। ପ୍ରଭୁ ଫେରାନ୍ତି। ପ୍ରଭୁଙ୍କ ନାମରେ ଧନ୍ୟବାଦ। ପ୍ରଭୁ ଯେ ଆମମାନଙ୍କର କେବଳ ସ୍ୱାସ୍ଥ୍ୟ ଏବଂ ଆମମାନଙ୍କର ସମ୍ପଦ ଫେରାନ୍ତି ତାହା ନୁହଁ, ସେ ଆମମାନଙ୍କର ବଳ ମଧ୍ୟ ଫେରାନ୍ତି। ଗଡ୍ ରେଷ୍ଟୋର୍ଡ ଆୱାର ଷ୍ଟ୍ରେଂଥ। ସେ ବଳ ଫେରାଇବା ପରମେଶ୍ୱର, ଶକ୍ତି ଫେରାଇବା ପରମେଶ୍ୱର। ଆମେ ଯଦି ଜିସାୟା ପୁସ୍ତକ ତାର 40 ପର୍ବ ଆଉ 31 ପଦରେ ପଢ଼ିବା, ଅପେକ୍ଷା କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ, ସେମାନେ ଉତ୍କର୍ଷ ପକ୍ଷୀ ପରି ପକ୍ଷରୁ ଉପରକୁ ଉଠିବେ, ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ, ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ। ଆମେନ୍ ଆମେନ୍। ପ୍ରଭୁ କହନ୍ତି, ବାକ୍ୟରେ ଲେଖା ଅଛି, ମାତ୍ର ଯେଉଁମାନେ ସଦାପ୍ରଭୁଙ୍କୁ ଅପେକ୍ଷା କରିବେ ସେମାନେ ନୂଆ ନୂଆ ବଳ ପାଇବେ, ଉତ୍କର୍ଷ ପକ୍ଷୀ ପରି ଉପରକୁ ଉଠିବେ। ନିଶ୍ଚିତ ଭାବରେ ଆମେ ଉତ୍କର୍ଷ ପକ୍ଷୀ ବିଷୟରେ ଜାଣୁ। ଉତ୍କର୍ଷ ପକ୍ଷୀ ଯିଏକି ଏପରି ଏକ ପକ୍ଷୀ ଅଟେ, ତାର ଯେତେବେଳେ ପରଗୁଡ଼ିକ ସବୁ ଝଡ଼ିବା ଆରମ୍ଭ କରେ ବା ପରଗୁଡ଼ିକ ଅତି ପୁରୁଣା ହେଇଯାଏ, ସେତେବେଳେ ସିଏ ଉଚ୍ଚ ସ୍ଥାନକୁ ଉଡ଼ିକି ଯାଇକି ଗୋଟେ ଉଚ୍ଚ ପାହାଡ଼ ଉପରକୁ ଯାଇକି ବସେ ଏବଂ ନିଜ ଥଣ୍ଟରେ ହିଁ ସମସ୍ତ ତାର ପରଗୁଡ଼ିକ, ତାର ସବୁଗୁଡ଼ିକ ସେ ଖୁମ୍ପି ଖୁମ୍ପିକି ତାର ସବୁ ଝାଡ଼ି ଦେଇଥାଏ। ଆଉ ସେ ସବୁ ତାପରେ ତାକୁ ବହୁତ କଷ୍ଟ ହୁଏ, କିନ୍ତୁ ସେ ଅପେକ୍ଷା କରିଥାଏ। ଆଉ ଧୀରେ ଧୀରେ ଦେଖିବେ ଆଉ ସେଇ ପକ୍ଷୀର ନୂଆ ନୂଆ ପରଗୁଡ଼ିକ ଆସିଥାଏ। ସେ ଅପେକ୍ଷା କରିଥାଏ ପ୍ରଭୁଙ୍କ ଠାରେ। ଆଉ ଯେତେବେଳେ ସେ ନୂଆ ପରଗୁଡ଼ିକ ପାଏ, ସେ ବଳ ମଧ୍ୟ ପାଏ। ଆହୁରି ସେ ଯୁବା ପରି ହେଇଯାଏ। ଆଉ ତାର ଶକ୍ତି ବଳ ସବୁ ଫେରି ଆସେ। ଆଉ ସେ ପୁନର୍ବାର ଶିକାର କରିବାକୁ ଯାଏ ଆହୁରି ଦ୍ୱିଗୁଣ ବଳ ସହିତ। ପ୍ରଭୁ ଯେ ସେ ପକ୍ଷୀକୁ ବଳ ଦିଅନ୍ତି, ନୂତନ କରନ୍ତି। ଯଦି ପ୍ରଭୁ ଗୋଟେ ଉତ୍କର୍ଷ ପକ୍ଷୀ ଗୋଟେକୁ ଯଦି ଏପରି ବଳ ଦିଅନ୍ତି, ତାହେଲେ ସେ ମନୁଷ୍ୟକୁ କେତେ ଅଧିକ ନ ଦେବେ। କିନ୍ତୁ ଆମମାନେ ତାଙ୍କର ଅପେକ୍ଷା କରୁ। ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ନିଶ୍ଚିତ ଭାବରେ ପ୍ରଭୁ ଆମମାନଙ୍କର ବଳକୁ ଫେରାଇବା ପରମେଶ୍ୱର। ସେ ଆମମାନଙ୍କୁ ବଳ ପୁନର୍ବାର ଦେବା ପାଇଁ ଚାହାନ୍ତି। ଆଉ ଆମେ ତ ବାକ୍ୟରେ ପଢ଼ୁଛୁ ଯେ ପ୍ରତି ପ୍ରଭାତରେ ସେ ଆମମାନଙ୍କୁ ନୂତନ କରିଥାନ୍ତି। ନିଶ୍ଚିତ ଆମମାନଙ୍କର ପ୍ରଭୁ ବଳ ଦେବା ପରମେଶ୍ୱର, ଆମମାନଙ୍କର ବଳ ଶକ୍ତିକୁ ଫେରାଇବା ପରମେଶ୍ୱର। ଅନେକ ସମୟରେ ଆମମାନେ ଦୁର୍ବଳ ପଡ଼ିଯାଇଥାଉ, ଅନେକ ସମୟରେ ଆମମାନେ ଚିନ୍ତାରେ ପଡ଼ିଯାଇଥାଉ ଆଉ ନିରାଶତାରେ ପଡ଼ିଯାଇଥାଉ। କିନ୍ତୁ ପ୍ରଭୁ, ଆମେ ଯେତେବେଳେ ପ୍ରଭୁଙ୍କ ନିକଟକୁ ଯାଇଥାଉ ସେତେବେଳେ ଆମମାନେ ପୁନର୍ବାର ସେଇ ବଳକୁ ଫେରି ପାଇଥାଉ। ଏହି ପ୍ରକାର ଅନେକ ଉଦାହରଣ ବାକ୍ୟରେ ଆମମାନେ ଦେଖୁ। ଯେତେବେଳେ ଦ୍ୱିତୀୟ ବଂଶାବଳୀ 20:12 ପଢ଼ିବେ, ଦ୍ୱିତୀୟ ବଂଶାବଳୀ 20:12। ଦ୍ୱିତୀୟ ରାଜାବଳୀ 20:12ରେ ଜିହୋଶାଫାଟ, ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କ'ଣ ଏମାନଙ୍କର ବିଚାର କରିବ ନାହିଁ? କାରଣ ଆମ୍ଭମାନଙ୍କ ପ୍ରତିକୂଳରେ ଆଗତ ଏହି ବୃହତ୍ ଫଳ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ପରାକ୍ରମ ନାହିଁ, ଅଥବା କ'ଣ କରିବାକୁ ହବ ଏହା ଆମ୍ଭେମାନେ ଜାଣୁନାହିଁ। କେବଳ ତୁମ୍ଭ ପ୍ରତି ଆମ୍ଭମାନଙ୍କର ଦୃଷ୍ଟି ଅଛି। ଆମେନ୍। ଆମମାନେ ପ୍ରଭୁଙ୍କ ଠାରେ ଦୃଷ୍ଟିପାତ କରୁ, ତାଙ୍କ ଆଡ଼କୁ ଅନାଉ। ସେଦିନ ଜିହୋଶାଫାଟ ମଧ୍ୟ ଯେତେବେଳେ ତାଙ୍କ ଆଡ଼କୁ ଯେତେବେଳେ ଯୁଦ୍ଧ ଶତ୍ରୁମାନେ ତାଙ୍କୁ ଚାରିଆଡ଼େ ଘେରିଥିଲେ, ଆଉ ସେ ସମୟରେ ସେ ନିଶ୍ଚିତ ଭାବରେ ଭୟଭୀତ ହେଇଥିଲେ, କାରଣ ସେ ନିଜକୁ ଦୁର୍ବଳ ମନେ କରିଥିଲେ। ଆଉ ସେ ସମୟରେ ସେ ସଦାପ୍ରଭୁଙ୍କ ନିକଟକୁ ଯାଇଥିଲେ। ଆଉ ସଦାପ୍ରଭୁ ତାଙ୍କ
ଜୟ ପ୍ରଦାନ କରିଥିଲେ। ସେ ତାଙ୍କର ଶକ୍ତିକୁ ତାଙ୍କର ବଳକୁ ସେ ଫେରି ପାଇଥିଲେ। ଆଉ ଦ୍ୱିତୀୟ ବଂଶାବଳୀ ସେ 15 ପଦରେ ଯଦି ଆମେ ଦେଖିବା, ଦ୍ୱିତୀୟ ବଂଶାବଳୀ 20:15 ଏହି କଥା କହନ୍ତି, ଏହି ମହାଜନତା ସକାଶେ ତୁମ୍ଭେମାନେ ଭୟ ନ କର କି ନିରାଶ ନ ହୁଅ, କାରଣ ଏହି ଯୁଦ୍ଧ ତୁମ୍ଭମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର। ଆମେନ୍ ଆମେନ୍। ପ୍ରଭୁ କହନ୍ତି ଏହି ଯୁଦ୍ଧ ତୁମମାନଙ୍କର ନୁହଁ, ଏହି ଯୁଦ୍ଧ ହେଉଛି ପରମେଶ୍ୱରଙ୍କର। ଯେତେବେଳେ ଆମେ ପ୍ରଭୁଙ୍କ ନିକଟକୁ ଯାଇଥାଉ, ଯେତେବେଳେ ପ୍ରଭୁଙ୍କ ନିକଟରେ ସମର୍ପିତ ହେଇଥାଉ, ଯେତେ ବଡ଼ ଜୀବନର ସମସ୍ୟା, ଯୁଦ୍ଧ ବା ସଂଘର୍ଷ ପଛରେ ହେଉନା କାହିଁକି, ପ୍ରଭୁ କହନ୍ତି ଏହା ମୋର, ତୁମର ନୁହଁ, ମୋର ଯୁଦ୍ଧ ଅଟେ। ନିଶ୍ଚିତ ଭାବରେ ଆମେ ପ୍ରଭୁଙ୍କ ଠାରେ ଆସୁ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଅଛନ୍ତି। ଯେତେବେଳେ ଆମେ ତାଙ୍କ ନିକଟରେ ପ୍ରାର୍ଥନା କରୁ, ସମର୍ପିତ ହଉ, ସେ ସମୟରେ ସେ ଆମମାନଙ୍କୁ ସାହାଯ୍ୟ କରନ୍ତି। ସେ ଆମମାନଙ୍କ ନିମନ୍ତେ ଆପେ ଯୁଦ୍ଧ କରନ୍ତି। ଆମମାନଙ୍କର ସାହାଯ୍ୟକାରୀ ଅତି ନିକଟବର୍ତ୍ତୀ ସହାୟ ପରମେଶ୍ୱର। ଆଉ ସେଇ ଦ୍ୱିତୀୟ ବଂଶାବଳୀ 20 ପଦରେ ଲେଖା ଅଛି, ପଢ଼ିବେ। ଏ ଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠି ତକୟ ପ୍ରାନ୍ତର ଆଡ଼କୁ ବାହାରି ଗଲେ। ଆଉ ସେମାନେ ଯିବା ସମୟରେ ଯେହୋଶାଫାଟ ଠିଆ ହୋଇ କହିଲେ, ହେ ଜିହୁଦା, ହେ ଜେରୁସାଲେମ ନିବାସୀଗଣ, ମୋ କଥା ଶୁଣ। ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ ସ୍ଥିରୀକୃତ ହେବ। ତାହାଙ୍କ ଭବିଷ୍ୟତ ବକ୍ତାମାନଙ୍କୁ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ କୃତକାର୍ଯ୍ୟ ହେବ। ଆମେନ୍ ଆମେନ୍ ଆମେନ୍। ସଦାପ୍ରଭୁ କହନ୍ତି, ଏଠାରେ ଲେଖା ଅଛି ଯେ ଭବିଷ୍ୟତ ବକ୍ତା, ହେ ଜିହୁଦା, ହେ ଜେରୁସାଲେମ ନିବାସୀଗଣ, ମୋ କଥା ଶୁଣ। ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱରଙ୍କ ଠାରେ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ ସ୍ଥିରୀକୃତ ହେବ। ଅର୍ଥାତ୍ ଆମମାନଙ୍କର ବିଶ୍ୱାସର ଆବଶ୍ୟକତା ରହିଛି। ଯଦି ଆମେ ବିଶ୍ୱାସ କରିବା ନାହିଁ, ତାହେଲେ ଆମେ କିଛି ହିଁ ପାଇବା ନାହିଁ। ଆମେ ପ୍ରଭୁଙ୍କ ଠାରେ ଯେତେବେଳେ ଆସୁ, ଯେତେବେଳେ ପ୍ରାର୍ଥନା କରୁ, ଆମେ ବିଶ୍ୱାସ କରୁ, ଆଉ ସିଏ ଆମମାନଙ୍କର ବଳକୁ ଫେରାଇବା ପରମେଶ୍ୱର, ଆମମାନଙ୍କର ସାହାଯ୍ୟ କରିବା ପରମେଶ୍ୱର, ସବୁ ପରିସ୍ଥିତିରେ ଆମମାନଙ୍କୁ ଜୟ ପ୍ରଦାନ କରିବା ପରମେଶ୍ୱର। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ଆଉ ପ୍ରଭୁ ଯେ ଆମମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି, ଆମେ ତାଙ୍କ ନିକଟକୁ ଆସୁ। ଆଉ 14 ପର୍ବ 11 ପଦରେ କେହି ଜଣେ ପଢ଼ିବେ? ଦ୍ୱିତୀୟ ବଂଶାବଳୀ 14 ପର୍ବ 11 ପଦ। ଏଥିରେ ଆଶା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ଡାକ ପକାଇ କହିଲେ, ସଦାପ୍ରଭୁ ବଳବାନ ଓ ବଳହୀନ ଲୋକ ମଧ୍ୟରେ ସାହାଯ୍ୟ କରିବାକୁ ତୁମ୍ଭ ଭିନ୍ନ ଆଉ କେହି ନାହାନ୍ତି। ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭମାନଙ୍କର ସାହାଯ୍ୟ କର, କାରଣ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁଅଛୁ ଓ ତୁମ୍ଭ ନାମର ଏହି ଜନତା ପ୍ରତିକୂଳରେ ଆସିଅଛୁ। ହେ ସଦାପ୍ରଭୁ, ତୁମ୍ଭେ ଆମମାନଙ୍କର ପରମେଶ୍ୱର ଅଟ, ମନୁଷ୍ୟ ତୁମ୍ଭ ପ୍ରତିକୂଳରେ ଜୟଯୁକ୍ତ ନ। ଆମେନ୍। ତ ଏଠି ଆମେ ରାଜା ଜିହୁଦାର ରାଜା ଆଶା ବିଷୟରେ ମଧ୍ୟ ଆମେ ଦେଖୁଛୁ। ସେ ପରମେଶ୍ୱରଙ୍କ ନିକଟରେ ଯେତେବେଳେ ପ୍ରାର୍ଥନା କଲେ, ତାଙ୍କ କୁଶୀୟ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପୂର୍ବରୁ ପ୍ରାର୍ଥନା କରିଥିଲେ, ଆଉ ପରମେଶ୍ୱର ତାଙ୍କୁ ମଧ୍ୟ ସାହାଯ୍ୟ କରି ଜୟ ପ୍ରଦାନ କରିଥିଲେ। ପ୍ରଭୁଙ୍କ ନାମ ଧନ୍ୟବାଦ। ସେ ଆମମାନଙ୍କର ବିଜୟ ପରମେଶ୍ୱର, ସେ ଆମମାନଙ୍କୁ ଜୟ ପ୍ରଦାନ କରିବା ପରମେଶ୍ୱର। ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଆମମାନଙ୍କର ଚତୁର୍ଥ ପଏଣ୍ଟ ରହିଛି, ଗଡ୍ ରିଷ୍ଟୋର୍ଡ ଆୱାର ଅନର। ପ୍ରଭୁ ଆମମାନଙ୍କର ସମ୍ମାନ ଆଦରକୁ ଫେରାଇବା ପରମେଶ୍ୱର। ସେ ଆମମାନଙ୍କୁ କେବେ ହିଁ ଲଜ୍ଜିତ ହେବାକୁ ଦିଅନ୍ତି ନାହିଁ। ଯଦି ଆମମାନେ ସେଇ ପ୍ରଥମ ସାମୁଏଲ 2 ପର୍ବ 4 ପଦରେ ପଢ଼ିବା, ତାହେଲେ ହାନ୍ନାଙ୍କର ସେଇ ଗୀତ ବିଷୟରେ ଲେଖା ଅଛି। ହାନ୍ନା ମଧ୍ୟ ଦିନେ ଦୁଃଖରେ ଥିଲେ, କାରଣ ତାଙ୍କର ସେଇ
ସଉତୁଣୀ ପନିନା ସେ ସବୁବେଳେ ତାଙ୍କୁ ନିନ୍ଦା କରୁଥିଲା, ତାଡ଼ନା କରୁଥିଲା, ଅନେକ କଟୁ କଥା କହିକି ତା ମନରେ ଦୁଃଖ ଦେଇଥିଲା। ଆଉ ସେତେବେଳେ ହାନ୍ନା ଦୁଃଖରେ ପୁରା ଭାଙ୍ଗି ପଡ଼ିଥିଲେ। ଆଉ ସେ ଅନ୍ୟ କାହାକୁ ସେ କହୁନଥିଲେ, ନିଜ ସ୍ୱାମୀଙ୍କୁ ମଧ୍ୟ ସେ କହୁନଥିଲେ କି କୌଣସି ପ୍ରକାର କମ୍ପ୍ଲେନ୍ କରୁନଥିଲେ। କିନ୍ତୁ ସେ ସଦାପ୍ରଭୁଙ୍କ ନିକଟରେ ଆସିଥିଲେ ଆଉ ସେ ତାହାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସେଦିନ ଯେତେବେଳେ ହାନ୍ନା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ, ଇଲିଶା ମଧ୍ୟ ଆସିକି କହୁଥିଲେ ତମେ କ'ଣ ମଦ୍ୟପାନ କରିଛ? ସେ ଏତେ ଦୁଃଖରେ ଭାଙ୍ଗି ପଡ଼ିଥିଲେ, ତାଙ୍କର ଦୁଃଖ ଅତିଶୟ ବଢ଼ିଯାଇଥିଲା। ଆଉ ସେ ସମୟରେ ପ୍ରଭୁଙ୍କୁ ସେ ମନେ ମନେ ତାଙ୍କର ଓଷ୍ଠ କେବଳ ହଲୁଥିଲା ଆଉ ସେ ମନ ଭିତରେ ପ୍ରଭୁଙ୍କୁ ଡାକିଥିଲେ। ଆଉ ପ୍ରଭୁ ପ୍ରାର୍ଥନା ଶୁଣିଥିଲେ। ପରମେଶ୍ୱର ସଦାପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣିଥିଲେ ଆଉ ତାଙ୍କର ସେ ମନର ସବୁ ଦୁଃଖକୁ ଦୂର କରିଥିଲେ। ସେ ବନ୍ଧ୍ୟା ଥିଲେ ଆଉ ପ୍ରଭୁ ତାଙ୍କୁ ସାମୁଏଲ ପରି ଏକ ଭବିଷ୍ୟତ ବକ୍ତା ତାଙ୍କ କୋଳରେ ଦେଇଥିଲେ। ପ୍ରଭୁ ଯିଏ ଆମମାନଙ୍କର ଦୁଃଖକୁ ଦୂର କରିବା ପରମେଶ୍ୱର, ସେ କେବେ ହିଁ ଚାହାନ୍ତି ନାହିଁ ତାଙ୍କର ସନ୍ତାନମାନେ ଦୁଃଖରେ ରୁହନ୍ତୁ। ସେ ଚାହାନ୍ତି ଆମେ ପ୍ରଭୁଙ୍କ ନିକଟକୁ ଆସୁ, ତାଙ୍କଠାରୁ ସେଇ ପ୍ରେମକୁ, ସେ ସାନ୍ତ୍ୱନାକୁ ପ୍ରାପ୍ତ ହଉ। ଆଉ ଆମମାନେ ଦେଖୁ ସେଇ ପ୍ରଥମ ସାମୁଏଲ 2:4 ହାନ୍ନା ଧନ୍ୟବାଦର ପ୍ରାର୍ଥନା ଗୀତ ଗାନ କରିଛନ୍ତି। ପଢ଼ିବେ ଜଣେ। ଓ ଝୁଣ୍ଟି ପଡ଼ିବା ଲୋକମାନଙ୍କର କୋଟି ବଳରେ ବନ୍ଧା ଯାଇଛି। ଆମେନ୍। ପ୍ରଭୁ ଆମମାନଙ୍କର ପରମେଶ୍ୱର, ସିଏ ଆମମାନଙ୍କର ବଳଦାତା ପରମେଶ୍ୱର ଏବଂ ଆମମାନଙ୍କର ଦୁଃଖ ଦୂର କରିବା ପରମେଶ୍ୱର ଅଟନ୍ତି। ଆଉ ମଧ୍ୟ ଆମେ ଯଦି ଗୀତ ସଂହିତା 71:20 ଆଉ 21 ପଢ଼ିବା। ପୁନର୍ବାର ସଜୀବ କରିବ ଓ ପୃଥିବୀର ଗଭୀର ସ୍ଥାନରୁ ପୁନର୍ବାର ଉଠାଇ ଆଣିବ। ତୁମ୍ଭେ ମୋହର ମହତ୍ଵ ବଢ଼ାଅ ଓ ଫେରି ମୋତେ ସାନ୍ତ୍ୱନା ଦିଅ। ଆମେନ୍। ଗୀତ ରଚକ କହନ୍ତି, ତୁମ୍ଭେ ଆମ୍ଭମାନଙ୍କୁ ପୁନର୍ବାର ସଜୀବ କରିବ ଓ ପୃଥିବୀର ଗଭୀର ସ୍ଥାନରୁ ପୁନର୍ବାର ଉଠାଇ ଆଣିବ। ଅର୍ଥାତ୍ ଆମେ ଯେତେବେଳେ ଦୁଃଖରେ ଭାଙ୍ଗି ପଡ଼ୁ, ସମ୍ପୂର୍ଣ୍ଣ ନିମ୍ନଗାମୀ ହେଇଥାଉ, ସେହି ସମୟରେ ପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶୁଣନ୍ତି। ଆମେ ତାଙ୍କ ନିକଟକୁ ଯାଉ ଆଉ ସିଏ ବାକ୍ୟରେ ଲେଖା ଅଛି 21 ତୁମେ ମୋହର ମହତ୍ଵ ବଢ଼ାଅ ଓ ଫେରି ମୋତେ ସାନ୍ତ୍ୱନା ଦିଅ। ଆମମାନଙ୍କର ମହତ୍ଵକୁ ବଢ଼ାଇବା ପରମେଶ୍ୱର, ଆମମାନଙ୍କର ମାନ ସମ୍ମାନକୁ ରକ୍ଷା କରିବା ପରମେଶ୍ୱର। ଆମେ ଏଠାରେ ଉଦାହରଣ ସ୍ୱରୂପ ବାକ୍ୟରେ ଆମେ ଗୋଟେ ଉଦାହରଣ ନେବା ଦାଉଦ ଅବସାଲମଙ୍କ ବିଷୟରେ, ଯାହା 2 ସାମୁଏଲ 16 ଲେଖା ଅଛି। ସେହି ସମୟର ଘଟଣା, ଯେତେବେଳେ ଦାଉଦ ଆଉ ଅବସାଲମଙ୍କ ଭୟରେ ଆଉ ସେ ରାଜ୍ୟ ଛାଡ଼ିକି, ତାଙ୍କର ସେ ବାସସ୍ଥାନ ଛାଡ଼ିକି ଆଉ ଜଙ୍ଗଲ ମଧ୍ୟକୁ, ପାହାଡ଼ ପର୍ବତ ମଧ୍ୟକୁ ଚାଲି ଯାଇଥିଲେ। ସେହି ସମୟରେ ଆଉ ପଢ଼ିବା ସିମି ଆଉ ତାଙ୍କୁ ଅଭିଶାପ ଦେଇଥିଲେ, ଯାହା 2 ସାମୁଏଲ 16:6 ଲେଖା ଅଛି। କେହି ଜଣେ ପଢ଼ିବେ। ଦାଉଦ ରାଜାଙ୍କ ସବୁ ଦାସଙ୍କୁ ପଥର ମାରିଲା। ସେତେବେଳେ ସମସ୍ତ ଲୋକ ଓ ସମସ୍ତ ବୀର ତାଙ୍କର ଦକ୍ଷିଣରେ ଓ ବାମରେ ଥିଲେ। ଯେତେବେଳେ ଆମେ ଦେଖୁ ଏଠି ସିମି ତାକୁ ନିନ୍ଦା କରିକି ଆଉ ଦାଉଦଙ୍କୁ ଅପମାନ ଦେଇକି ପଥର ଫୋପାଡ଼ିବା ଆରମ୍ଭ କଲା ଆଉ କେତେ ଅପମାନଜନକ କଥା କହିଥିଲା। ସେ ସମୟରେ ତାଙ୍କର ରାଜକର୍ମଚାରୀମାନେ ଯେଉଁମାନେ ତାଙ୍କ ସଙ୍ଗରେ ଥିଲେ, ସେମାନେ କହିଲେ ଆମେ ଆକୁ ଆପଣ ଆଜ୍ଞା ଦେଲେ ଆମେ ତାକୁ ମାରିଦେବା। ସେତେବେଳେ ଦାଉଦ ରାଜା ଏ କଥା କହିପାରିଥାନ୍ତି ଯେ ହଁ ଯାଅ ତମେ ତାକୁ ଯାଇକି ମାରିଦିଅ, କିନ୍ତୁ ସେ ତାହା କଲେ ନାହିଁ। ସେ କହିଲେ ଅବସାଲମ ଯିଏକି ମୋର ନିଜର ସନ୍ତାନ, ସିଏ ତ ମୋତେ ଆଜି ଏତେ ତାଡ଼ନା ଦେଉଛି, ତ ଏଇ ଲୋକଟା ତ ମୋତେ ଜାଣି ହିଁ ନାହିଁ। ଏଣୁ ସେ ସମୟରେ ସେ କିଛି ହିଁ କରିନଥିଲେ, ସେ ଈଶ୍ୱରଙ୍କ ଉପରେ ନିର୍ଭର ରଖିଥିଲେ। କହିଲେ ଈଶ୍ୱର ମୋର ସବୁ ବିଷୟକୁ ଫେରାଇବେ। ଆଉ ଯଦି ଆମେ 2 ସାମୁଏଲ ତାର 19:18-19 ପଢ଼ିବା, ତାହେଲେ ଆମେ ସେଠି ପାଇବା 2 ସାମୁଏଲ 19:18-19। ସେ ତାଙ୍କ ପରିବାର ବର୍ଗକୁ
ପାର କରିବା ପାଇଁ ଓ ତାଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ ତାହା କଲେ। ଏଣୁ ରାଜା ଜର୍ଦ୍ଦନ ପାର ହେବା ସମୟରେ ଗେରାହ ପୁତ୍ର ସିମିୟ ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ିଲା। ଆଉ ସିମିୟ ରାଜାଙ୍କୁ କହିଲା, ମୋ ପ୍ରଭୁ ମୋହର ଅପରାଧ ଗଣନା ନ କରନ୍ତୁ ବା ମୋ ପ୍ରଭୁ ମହାରାଜ ଜେରୁସାଲେମକୁ ବାହାରି ଯିବା ଦିନ ଆପଣ ଦାସ ବାଧ୍ୟତା ପୂର୍ବକ ଯାହା କରିଅଛି ତାହା ଆପଣ ସ୍ମରଣ ନ କରନ୍ତୁ। ମହାରାଜ ତାହା ଆପଣା ମନକୁ ନ ନିଅନ୍ତୁ। ଆମେନ୍। ତ ଏଠାରେ ଆମେ ଦେଖୁଛୁ ଯେ ସେଇ ସିମି ଯିଏକି ଦାଉଦଙ୍କୁ ଏତେ ଅଭିଶାପ ଦେଇଥିଲା, ଏତେ ସେ ତାଙ୍କୁ ବିଭିନ୍ନ ଅପମାନଜନକ କଥା କହିଥିଲା, ଆଉ ପରବର୍ତ୍ତୀ ସମୟରେ ସେ ନିଜେ ଆସି କ୍ଷମା ମାଗୁଛି, ପ୍ରଭୁଙ୍କ ନିକଟରେ ଗୁହାରି କରୁଛି, ମୋତେ କ୍ଷମା କର ବୋଲିକି। ପ୍ରଭୁ ଆମମାନଙ୍କର କେଡ଼େ ମହାନ ପରମେଶ୍ୱର। ସେ ଦାଉଦଙ୍କୁ ସେଦିନ ତାଙ୍କର ସମ୍ମାନକୁ ଫେରେଇଥିଲେ। ଆଉ ପ୍ରଭୁ ଆମମାନଙ୍କର ଦୁଃଖ ଦୂର କରିବା ପରମେଶ୍ୱର, ଆମମାନଙ୍କର ସମ୍ମାନକୁ ଫେରାଇବା ପରମେଶ୍ୱର। ଆଜି ଯଦି ଆମମାନେ କେହି ଦୁଃଖରେ ଅଛୁ ବା ଆମମାନେ ଯଦି ଅପମାନିତ ଅଟୁ, ତାହେଲେ ଆମମାନେ ପ୍ରଭୁଙ୍କ ନିକଟକୁ ଆସୁ, ଆମେ ପ୍ରାର୍ଥନା କରୁ। ସେଇ ଲୋକ ନିକଟରେ ଲଢ଼ିବାର ଆମର ଆବଶ୍ୟକ ନାହିଁ ଯିଏ ଆମମାନଙ୍କୁ ଅପମାନ କରିଛି। ଆମେ ପ୍ରଭୁଙ୍କ ନିକଟରେ ଆମମାନଙ୍କର ଦୁଃଖକୁ ଜଣାଉ, ଆଉ ପ୍ରଭୁ ଆମମାନଙ୍କର ଦୁଃଖ ଦୂର କରିବା ପରମେଶ୍ୱର, ଆମମାନଙ୍କର ସମ୍ମାନ ଆଦରକୁ ଫେରାଇବା ପରମେଶ୍ୱର। ଆଉ ଯଦି ଆମେ ଗୋଟେ ଏକ୍ଜାମ୍ପଲ୍ ନେବା ଏଷ୍ଟର 6 ପର୍ବରେ, ଆଉ ଏହା ଆମମାନେ ପଢ଼ିବା ନାହିଁ, ହାମାନ ଆଉ ମର୍ଦ୍ଦକୟ ବିଷୟରେ। ସେଦିନ ଜିହୁଦୀୟ ସେଇ ମର୍ଦ୍ଦକୟ ସେ ଆଉ ଯେତେବେଳେ ରାଜାଙ୍କ ନିକଟରେ ରାଜାଙ୍କୁ ରକ୍ଷା କରିଥିଲା ଗୋଟେ ଦିନ, ଆଉ ହାମାନ ଯିଏକି ସେଠିକାର ପ୍ରଧାନମନ୍ତ୍ରୀ, ଆଉ ସେ ମର୍ଦ୍ଦକୟର ବିରୁଦ୍ଧରେ ଚକ୍ରାନ୍ତ କରି ମର୍ଦ୍ଦକୟକୁ ଆଉ ଫାଶୀ ଖୁଣ୍ଟରେ ମାରିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ପରମେଶ୍ୱରଙ୍କର କେତେ ଅନୁଗ୍ରହ। ଆଉ 6 ପଦରେ ଏଷ୍ଟର 6 ପର୍ବରେ ଆମେ ଦେଖିପାରିବା ଯେ ସେଇ ଯେଉଁ ଫାଶୀ ଖୁଣ୍ଟଟା ମର୍ଦ୍ଦକୟ ପାଇଁ ହାମାନ ତିଆରି କରିଥିଲା, ଏପରି ହେଲା ଯେ ସେହି ଫାଶୀ ଖୁଣ୍ଟରେ ହିଁ ହାମାନକୁ ଫାଶୀ ଦିଆଗଲା। ଆଉ ମର୍ଦ୍ଦକୟକୁ ଅନେକ ସମ୍ମାନ ପୁରସ୍କାର ଦିଆଗଲା। ଆଉ ଲେଖା ଅଛି ଯେ 10 ପର୍ବ 3 ପଦରେ, ଆଉ ସେ ରାଜାଙ୍କ ଠାରୁ ଅଳ୍ପ ନ୍ୟୁନ ତାଙ୍କ ତଳ କର୍ମଚାରୀ ଅଟେ, ଅର୍ଥାତ୍ ନେକ୍ସଟ ଟୁ କିଙ୍ଗ। ଏହି ପ୍ରକାର ପ୍ରଭୁ ଆମମାନଙ୍କର ଆଦର ସମ୍ମାନ କରିବା ପରମେଶ୍ୱର, ଆଦର ସମ୍ମାନକୁ ଫେରାଇବା ପରମେଶ୍ୱର, ଆମମାନଙ୍କର ସେ ସାହାଯ୍ୟକାରୀ ପରମେଶ୍ୱର। ହି ରେଷ୍ଟୋର୍ଡ ଆୱାର ଅନର। ଆମମାନଙ୍କୁ ସେ ସମ୍ମାନ ଫେରାଇ ଆଣିବା ପରମେଶ୍ୱର, ଆମମାନଙ୍କୁ ସେ ଆଶୀର୍ବାଦ କରିବା ପରମେଶ୍ୱର। ଆଉ ପରମେଶ୍ୱର ଆମମାନଙ୍କର ଆନନ୍ଦ ଦେବା ପରମେଶ୍ୱର। ଗଡ୍ ରେଷ୍ଟୋର ଆୱାର ଜୟ ଅଲସୋ। ସେ ଆମମାନଙ୍କର ଆନନ୍ଦକୁ ସେ ଫେରାନ୍ତି, ଆମମାନଙ୍କ ଜୀବନରେ ସେ ଆନନ୍ଦ ଦେଇଥାନ୍ତି। ଆଉ ଯଦି ଆମେ 2 Corinthians 6 ପର୍ବ 10 ପଦରେ ପଢ଼ିବା, ମୁଁ ଶୀଘ୍ର ସାରିଦେବି। ନ ହଉ ଦୁଃଖିତ ତୁଲ୍ୟ କିନ୍ତୁ ସର୍ବଦା ଆନନ୍ଦିତ, ଦିନହୀନର ତୁଲ୍ୟ କିନ୍ତୁ ଅନେକ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ ଅଥବା ସର୍ବାଧିକାରୀ। ଏହି ସମସ୍ତ ଆମ୍ଭେମାନେ ଈଶ୍ୱରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରିଅଛୁ। ଆମେନ୍। ଏଠାରେ ପ୍ରେରିତ ପାଉଲ କହନ୍ତି, ଅଥବା ନିହିତ ନହୁଁ ଦୁଃଖିତ ତୁଲ୍ୟ କିନ୍ତୁ ସର୍ବଦା ଆନନ୍ଦିତ। ଆମେ ଦୁଃଖିତ ତୁଲ୍ୟ ହେଇପାରୁ, କିନ୍ତୁ ପ୍ରଭୁଙ୍କଠାରେ ଆମେ ଆନନ୍ଦିତ, କାରଣ ପ୍ରଭୁ ଆମମାନଙ୍କୁ ଆନନ୍ଦ ଦେବା ପରମେଶ୍ୱର, ଆମମାନଙ୍କୁ ସେ ଚିରସ୍ଥାୟୀ ଆନନ୍ଦ ଦେବା ପରମେଶ୍ୱର। ଯଦି ଗୋଟେ ଛୁଆ ଜନ୍ମ ହୁଏ, ନବଜାତ ଶିଶୁକୁ ଆମମାନେ ସ୍ନେହ କରିଥାଉ, ବହୁତ ସ୍ନେହ କରିଥାଉ, କିନ୍ତୁ ଯେତେବେଳେ ସେ ବଡ଼ ହେଇଯାଏ ଆଉ ଟିକେ ଦୁଷ୍ଟାମି କରି ଆମେ ସେତେବେଳେ ତାକୁ ରାଗିଥାଉ, ବା ଆମର ସେଇ ପ୍ରେମ ସେଗୁଡ଼ା ଆଉ ରହିନଥାଏ, ସେଇଟା ଅଳ୍ପ କ୍ଷଣସ୍ଥାୟୀ। ଯଦି ଗୋଟେ ନୂଆ ବିବାହିତ ଯୋଡ଼ା ମଧ୍ୟ ବାହା ବା ନୂଆରେ କେତେ ଯେ ସେମାନଙ୍କ ଭିତରେ ପ୍ରେମ ଥାଏ, କେତେ ସେମାନଙ୍କ ଭିତରେ ନିବିଡ଼ତା ଥାଏ,
କିନ୍ତୁ ଧୀରେ 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 ତାହା ମଧ୍ୟ ଯେତେବେଳକୁ ବାହାଘରର 20 ବର୍ଷ 30 ବର୍ଷ 35 ବର୍ଷ ଆମମାନେ ଜାଣୁ ସେଇ ବୟସ ଆସିଲା ବେଳକୁ ସେମାନଙ୍କର ସେଇ ପ୍ରେମ ଆଉ ନଥାଏ, ତାହା କମି କମି ଯାଇଥାଏ। କିନ୍ତୁ ଯେ ପ୍ରଭୁଙ୍କ ନିକଟରେ ସମର୍ପିତ ରୁହେ ତାହାର ଆନନ୍ଦ ବଢ଼ି ବଢ଼ିଯାଏ। ପ୍ରଭୁ ଆମମାନଙ୍କୁ ଆନନ୍ଦ ଦେବା ପରମେଶ୍ୱର। ଗଡ୍ ଟର୍ଣ୍ଡ ଆୱାର ସରୋ ଇଣ୍ଟୁ ଜୟ। ସେ ଆମମାନଙ୍କୁ ଆଉ ଆନନ୍ଦ ଦେଇଥାନ୍ତି। ଆଉ ଆମେ ଯଦି ପଢ଼ିବା ଆୟୁବଙ୍କ ବିଷୟରେ, ଆୟୁବ ଯିଏକି ତାଙ୍କ ଜୀବନରେ ସମସ୍ତେ କିଛି ହରାଇଥିଲେ, ତାଙ୍କର ଧନ ସମ୍ପତ୍ତି ହରାଇଥିଲେ, ତାଙ୍କର ଆଉ ସମସ୍ତ ପରିବାରକୁ ହରାଇଥିଲେ, ପୁଅ ଝିଅ ଆଉ ତାଙ୍କର 10 ପୁତ୍ର କନ୍ୟାକୁ ହରାଇଥିଲେ, ଆଉ ଶେଷରେ ନିଜର ସ୍ୱାସ୍ଥ୍ୟକୁ ମଧ୍ୟ ହରାଇଥିଲେ, ନିଜର ମାନ ସମ୍ମାନକୁ ମଧ୍ୟ ହରାଇଥିଲେ। ଆମେ ଯଦି ପୁରା ଆୟୁବ ପୁସ୍ତକ ପଢ଼ିବା ଆମେ ଜାଣୁ, ମୋର ପଢ଼ିବାର ସମୟ ନାହିଁ, ସେ ସମୟରେ ସେ ସବୁ କିଛି ହରାଇଥିଲେ କହିଲେ ଚଳେ। ଆଉ ସେ ସମୟରେ ପ୍ରଭୁଙ୍କୁ ସେ ନିନ୍ଦା କରିନଥିଲେ। ତାଙ୍କର ସାଙ୍ଗମାନେ ଆସି ତାଙ୍କୁ ବୁଝେଇଥିଲେ, ଆଉ ଅନେକ ନିନ୍ଦା ମଧ୍ୟ କରିଥିଲେ। ସେ ସମୟରେ ମଧ୍ୟ ସେ ପ୍ରଭୁଙ୍କୁ ଛାଡ଼ି ନଥିଲେ। ଆଉ ଯଦି ଆୟୁବ 42 ପର୍ବ 10 ପଦରେ ଆମେ ପଢ଼ିବା, ଗୋଟେ ପଦ ଖାଲି ପଢ଼ିବା, ଆୟୁବ 42 ପର୍ବ 10 ପଦ। ପୁଣି ଆୟୁବ ଆମେନ୍ ଆମେନ୍। ଆୟୁବଙ୍କୁ ତ ସେ ଆୟୁବ 42 ପର୍ବ 10 ପଦରେ ଲେଖା ଅଛି, ଆୟୁବ 10 ପର୍ବ 42 ପର୍ବ 10 ପଦରେ ଲେଖା ଅଛି ଯେ ଦ୍ୱିଗୁଣ ଆଶୀର୍ବାଦ ଦେଇଥିଲେ। ହଁ ମୋର ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଦ୍ୱିଗୁଣ ଆଶୀର୍ବାଦ କରିବାକୁ ଚାହାନ୍ତି। ଯଦି ଆମମାନଙ୍କର କିଛି ହଜିଯାଇଛି, ଯଦି ଆମମାନଙ୍କର କିଛି ହରେଇଛୁ, ଆମେ ଯଦି ଆମମାନଙ୍କର ସ୍ୱାସ୍ଥ୍ୟକୁ ଆମମାନେ ହରେଇଛୁ, ଯଦି ଆମମାନଙ୍କର ଧନ ସମ୍ପତ୍ତିକୁ ଆଜି ଆମେ ହରେଇଛୁ, ଯଦି ଆମମାନଙ୍କର ଚାକିରିକୁ ହରେଇଛୁ, ଯଦି ଆମମାନେ ଆମମାନଙ୍କର ପୁଅ ଝିଅମାନଙ୍କ ସମ୍ପର୍କକୁ ହରେଇଛୁ, ତାହେଲେ ପ୍ରଭୁ ଆଜି ମଧ୍ୟ କହନ୍ତି ଆମେ ତୁମର ସେଇ ରିଷ୍ଟୋର କରିବା ପରମେଶ୍ୱର। ଗଡ୍ ଆୱାର ଗଡ୍ ଇଜ୍ ରେଷ୍ଟୋର୍ଡ ଏଭ୍ରିଥିଙ୍ଗ। ସେ ଅନେକ ସମସ୍ତ ବିଷୟ ଆମମାନଙ୍କୁ ଫେରେଇ ପାରିବା ସାମର୍ଥ୍ୟ ପରମେଶ୍ୱର ଅଟନ୍ତି। ଆୟୁବଙ୍କୁ ସେଦିନ ଯେତେବେଳେ ଆୟୁବ ତାଙ୍କର ସଙ୍ଗୀମାନ ମିତ୍ରମାନଙ୍କ ନିମନ୍ତେ ପ୍ରାର୍ଥନା କରିଥିଲେ, ସେ ସମୟରେ ପରମେଶ୍ୱର ଦ୍ୱିଗୁଣ ଆଶୀର୍ବାଦ କରିଥିଲେ, ଦ୍ୱିଗୁଣ ତାଙ୍କୁ ଫେରେଇଥିଲେ। ଆଉ ସେଇ 10 ପୁତ୍ର କନ୍ୟା ଯାହାଙ୍କୁ ସେ ହରେଇଥିଲେ, ସେ 10 ପୁତ୍ର କନ୍ୟାଙ୍କୁ ଫେରେଇଥିଲେ। ତତ୍ସହିତ ଅନେକ ଆଶୀର୍ବାଦ ସେ ପାଇଥିଲେ, ମାନ ସମ୍ମାନକୁ ସେ ଫେରି ପାଇଥିଲେ। ପ୍ରଭୁ ଆମମାନଙ୍କୁ ପ୍ରେମ କରନ୍ତି। ଆଉ ପ୍ରଭୁ ଯେ ଆମମାନଙ୍କର ସମ୍ପର୍କକୁ ଫେରାଇବା ପରମେଶ୍ୱର। ଗଡ୍ ରେଷ୍ଟୋର୍ଡ ଆୱାର ରିଲେସନସିପ୍। ନିଶ୍ଚିତ ଭାବରେ ଆଜି ଆମମାନେ ସମ୍ପର୍କ ମଧ୍ୟରେ ଅନେକ ତିକ୍ତତା ଆସିଅଛି। ପ୍ରଭୁ ଆମମାନଙ୍କୁ ସେ ସମସ୍ତ ବିଷୟ ମଧ୍ୟ ଫେରାନ୍ତି। ଯଦି ଆମମାନେ ଦେଖିବା, ଆଉ ସେ ଆଦି ପୁସ୍ତକରେ ପରମେଶ୍ୱରଙ୍କ ସହିତ ମନୁଷ୍ୟର ସମ୍ପର୍କ, ଆଦମ ଆଉ ହବା ଯେତେବେଳେ ପ୍ରଭୁ ତାଙ୍କୁ ନିର୍ମାଣ କରିଥିଲେ, ସେ ସମୟରେ କେତେ ଆନନ୍ଦରେ ଥିଲେ। ଆଉ ସର୍ପ ଯେତେବେଳେ ହବାକୁ ଭୁଲିଲା, ଆଉ ସେଇ ଫଳ ଖାଇବା ଦ୍ୱାରା ଈଶ୍ୱରଙ୍କର ବାକ୍ୟର ଅବାଧ୍ୟ ହେବା ଦ୍ୱାରା ପରମେଶ୍ୱର ଆଉ ମନୁଷ୍ୟ ଭିତରେ ସମ୍ପର୍କ ବିଗିଡ଼ି ଯାଇଥିଲା, ଆଉ ନଷ୍ଟ ହୋଇଯାଇଥିଲା। ଆଉ ସେଇ ସମୟରେ ଆଉ ପରମେଶ୍ୱର ତାଙ୍କୁ ତଡ଼ି ଦେଇଥିଲେ, କିନ୍ତୁ ପ୍ରଭୁ ସେତିକିରେ ରହିଯାଇ ନଥିଲେ। ପ୍ରଥମ ମନୁଷ୍ୟ ଆଦମ ଦ୍ୱାରା ଯଦି ଆଉ ଈଶ୍ୱରଙ୍କ ଠାରୁ ଆମମାନଙ୍କ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା ବା ପାପରେ ପଡ଼ି ଆମମାନେ ପ୍ରଭୁଙ୍କ ଠାରୁ ଦୂରେଇ ଯାଇଥିଲୁ, ତାହେଲେ ମନୁଷ୍ୟ ପୁତ୍ର ଯିଏକି ପ୍ରଭୁ ଯୀଶୁ ଖ୍ରୀଷ୍ଟ, ପରମେଶ୍ୱର ନିଜର ଏକମାତ୍ର ସନ୍ତାନକୁ ଆମ ନିକଟକୁ ପଠାଇ ଆମମାନଙ୍କୁ ପୁନର୍ବାର ସେ ସମ୍ପର୍କକୁ ପୁନର୍ସ୍ଥାପନ କରିଥିଲେ। ଗୀତ ସଂହିତା ଲୁକ 19 ପର୍ବ 10 ପଦରେ ଲେଖା ଅଛି, କାରଣ ଯାହା ହଜି ଅଛି ତାହା ଖୋଜି ରକ୍ଷା କରିବା ପାଇଁ ମନୁଷ୍ୟ ପୁତ୍ର ଆସିଅଛନ୍ତି। ନିଶ୍ଚିତ ଭାବରେ ପ୍ରଭୁ ଯେ ଆମମାନଙ୍କର ହଜି ଯାଇଥିବା ବିଷୟକୁ ରକ୍ଷା କରିବା ପରମେଶ୍ୱର, ସେ ମନୁଷ୍ୟକୁ ରକ୍ଷା କରିବା ପାଇଁ ଆସିଥିଲେ।
ମନୁଷ୍ୟର ପ୍ରାଣକୁ ରକ୍ଷା କରିବା ପାଇଁ ଆସିଥିଲେ। ସେ ପ୍ରାଣ ରକ୍ଷା କରିବା ପରମେଶ୍ୱର। ଆଉ ସେ ଆମମାନଙ୍କର ସମ୍ପର୍କକୁ ମଧ୍ୟ ପୁନଃସ୍ଥାପିତ କରିଥିଲେ। ଯେତେବେଳେ ପୂର୍ବରେ ଆଉ କୌଣସି ମନୁଷ୍ୟ ଆଉ ଡାଇରେକ୍ଟଲି ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରିପାରୁନଥିଲା କିମ୍ବା ପ୍ରାର୍ଥନା କରିପାରୁନଥିଲା, ଯାଜକ ଦେଇ ଆଉ ମନୁଷ୍ୟ ନିଜର ଦୁଃଖକୁ ଈଶ୍ୱରଙ୍କ ନିକଟରେ ଜଣାଇ ପାରୁଥିଲା। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ଜଗତକୁ ଆସିବା ପରେ ସେଇ ବାଧାକୁ ସେ ଦୂର କରିଥିଲେ। ସେଇ ବିଚ୍ଛେଦ ବସ୍ତ୍ର ଚିରି ଯାଇଥିଲା। ଆଉ ପ୍ରଭୁଙ୍କ ନିକଟରୁ ଆମମାନେ ଡାଇରେକ୍ଟ ତାଙ୍କ ସହିତ ଆମମାନେ କଥାବାର୍ତ୍ତା କରିପାରୁଛୁ। ଆମମାନଙ୍କୁ ଆଉ ସେ ପ୍ରେମ କରନ୍ତି। ସେ ଆମମାନଙ୍କୁ ସନ୍ତାନ କରିଛନ୍ତି। ସେ ଆମମାନଙ୍କୁ ସନ୍ତାନ ହେବାର ଅଧିକାର ଦେଇଅଛନ୍ତି। ସେ ଆମମାନଙ୍କୁ ନିଜସ୍ୱ କରିଛନ୍ତି। ଆଜି ଆମମାନଙ୍କର ସେଇ ସନ୍ତାନ ଏବଂ ପିତାର ସମ୍ପର୍କକୁ ସୁଦୃଢ଼ କରିଛନ୍ତି। ପ୍ରଭୁ ପରମେଶ୍ୱର ଆମମାନଙ୍କର ସମ୍ପର୍କକୁ ସଜାଡ଼ିବା ପରମେଶ୍ୱର। ଆଜି ଯଦି ଆମମାନେ ନିଜର ପୁଅ ଝିଅ କିମ୍ବା ସ୍ୱାମୀ ସ୍ତ୍ରୀ ଭିତରେ କିଛି ଯଦି ଅସଜଡ଼ା ବିଷୟ ରହିଛି, ତ ପ୍ରଭୁ କହନ୍ତି ଆମେ ସଜାଡ଼ିବା ପରମେଶ୍ୱର। ସେ ଆମମାନଙ୍କୁ ପ୍ରେମ କରନ୍ତି। ଗଡ୍ ଇଜ୍ ଆୱାର ରେଷ୍ଟୋରେସନ୍, ଗଡ୍ ଅଫ୍ ରେଷ୍ଟୋରେସନ୍। ପ୍ରଭୁ ଆମମାନଙ୍କର ଫେରାଇବା ପରମେଶ୍ୱର। ଆମମାନଙ୍କୁ ସେ ବଳ ଦେବା ପରମେଶ୍ୱର। ଆମମାନଙ୍କୁ ସେ ଆମମାନଙ୍କୁ ଦୁଃଖରୁ ରକ୍ଷା କରିବା ପରମେଶ୍ୱର। ସେ ଆମମାନଙ୍କୁ ପ୍ରେମ କରନ୍ତି। ସେ ଚାହାନ୍ତି ଆମେ ତାଙ୍କ ନିକଟକୁ ଆସୁ, ତାଙ୍କ ନିକଟରେ ପ୍ରାର୍ଥନା କରୁ, ଆଉ ସେ ତାହା ଦ୍ୱିଗୁଣ ଭାବରେ ଆମମାନଙ୍କୁ ଫେରାଇବେ। ଆଉ ଗୋଟେ ଶେଷ ବାକ୍ୟ ପଢ଼ିବା, ଯାହା ଜିଖରିୟ 29:12 ପଢ଼ିବା। ଜିଖରିୟ 9:12। ତୁମ୍ଭେମାନେ ଦୃଢ଼ ଗୋଡ଼ ଆଡ଼େ ଫେରି ଆସ, ଆମ୍ଭେ ତୁମକୁ 2 ଗୁଣ ମଙ୍ଗଳ ଦେବା ବୋଲି ଆଜି ପ୍ରକାଶ କରୁଛୁ। ଆମେନ୍ ଆମେନ୍। ପ୍ରଭୁ ଏଠାରେ ପ୍ରକାଶ କରିଛନ୍ତି 2 ଗୁଣ ଦେବେ ନିଶ୍ଚିତ। ଆଉ ପ୍ରଭୁ ଯେ ନିଜର ବାକ୍ୟ ରକ୍ଷାକାରୀ ପରମେଶ୍ୱର, ବାକ୍ୟ କେବେ ହିଁ ଲୋପ ପାଇବ ନାହିଁ। ସେ ଆମମାନଙ୍କୁ ଆଶୀର୍ବାଦ କରିବାକୁ ଚାହାନ୍ତି, ଆମମାନଙ୍କର ସମସ୍ତ ବିଷୟ ଫେରାଇବାକୁ ଚାହାନ୍ତି। କେବଳ ସେତିକି ନୁହଁ, ସେ ଆମମାନଙ୍କର ଜୀବନକୁ ଫେରେ ଆଉ ଆମମାନଙ୍କୁ ଅନନ୍ତ ଜୀବନ ଦେବାକୁ ଚାହାନ୍ତି। ସେହି ପରମେଶ୍ୱରଙ୍କ ଆମମାନେ ସନ୍ତାନ ଅଟୁ, ଆମମାନେ ସମସ୍ତେ ଧନ୍ୟ ଅଟୁ। ପ୍ରଭୁଙ୍କୁ ଧନ୍ୟବାଦ ଦେବା। ଆଉ ଆଜିର ବାକ୍ୟ ଦ୍ୱାରା ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।